ପିଲାମାନେ ଦରମା ଅଧା ପାଇଛନ୍ତି ଅଧା ପାଇନାହାନ୍ତି ଆଉ ଅଧା ମିଳିନି ଆମର ଘରେ ସଉଦାପତ୍ର କିଛି ନାହିଁ ଆମେ ଅସୁବିଧା ପାଇଛୁ ଆମର PPF ପଇସା ପଡ଼ୁନି PPF ନମ୍ବର ବି ଆମର ଯେଉଁ ନୂଆ ପିଲାମାନେ ପଡ଼ିଛନ୍ତି ଠିକ୍ ସେ ପାଇନାହାନ୍ତି ଆଉ ବହୁତ ଘରେ ଅସୁବିଧା ହେଉଛି ମୋ ଛୁଆ ଦୁଇଟା ଗୋଟେ ଯାଇକି ସ୍କୁଲ ଗଲେ ଖାଇବ ଆଉ ଆସିବ ଘରକୁ ନାହିଁ କାଲି ରାତିରୁ କିଛି ଖାଇନାହିଁ এইভাবে অসুবিধা কাম করে যদি পয়সা ন পাই PPF ନ ପାଇବୁ 1.5 ବର୍ଷ ହେଲା କାମ କଲିଣି PPF ନମ୍ବର ଦେଉନାହାନ୍ତି PPF ପଡ଼ିବାକୁ ସବୁ ଅଲଗା ପିଲାକୁ ଦେଇଦେଲେ ମୁଁ ଟିକେ ମୋତେ କହୁଛନ୍ତି ଆଜି ନେବୁ ଦାଦା PPF ନମ୍ବର ମୋର ମିଳୁନି ତାହେଲେ ମୁଁ 1.5 ବର୍ଷ ହେଲା କାମ କଲିଣି ଆଜି ମାଗିନି ସାର୍ କହୁଛନ୍ତି ମାଗିଣି ହେଇଗଲୁ ମୁଣ୍ଡ ଠିକ୍ କର ବସନ୍ତ ସାର୍ କହିଲେ ମୁଣ୍ଡ ଠିକ୍ କର 300 PF ନମ୍ବର ପାଇବ PF ପଇସା ଆମର ପିଲାମାନେ ପାଇନାହାନ୍ତି ଆମର PF ପଇସା ଯେମିତି ଆସିବ ଆମର ଛୁଟି ଯେଉଁ ସାର୍ ଆମେ ଯେଉଁ କାଟୁ ଆମକୁ 3 ଜଣ ଖଟିନି ଖଟାଉଛନ୍ତି ମାସରେ ଆମକୁ 4ଟା ଛୁଟି ନେଉଛନ୍ତି ପଇସା କାଟି ନେଉଛନ୍ତି 2000 2500 ଟଙ୍କା କାଟି ନେଉଛନ୍ତି ସେଟା ଆମର ଆପଣ ନ କଟିବ ଆମେ ମାସରେ 4ଟା ଛୁଟି ପାଇବୁ ସେଟା କାଟି ନେଇ ପଇସା କାଟି ନେଉଛନ୍ତି ଆମର ଏମିତି ଅସୁବିଧା ଆମର ସେଇ ଗୋଟିଏ କାରଣ ଆମର EPF 6 ମାସର ପକେଇ ନଥିଲେ जोटा आम जिलापाल को भेटिलु जिलापाल आमको कहते 7 दिन टाइम नहीं 7 दिन भितर EPF कहते पकईदेवा 7 दिन ओभर होगा आम EPF पड़ानी तो आम आसिक 7 दिन ओभर हो सारापर आम आसिक CDM को घेरस्थ हेलु जे आम EPF पकड़े 6 मासर आम दरमा गोटे मसर पकड़ जो काली राति से दरमा पकई देते प्रति CSC और PSC रे दरमा 6 मासर कोई 3 मास 4 मास पड़ीनी पकड़ा कहूँ आ से आमको कहले कि आज दरमाटा पड़ज EPF टा आमको 3 दिन टाइम ना EPF टा 3 दिन भितर क्लियर करदे आम जो लिखित आकार गोटे देवे बोली से कहते एवं कम कर 3 दिन भितर न दिखती फिर कम बंद कर